अच्छा पिलामाने आज आमे पढ़िबा हमर पंचम श्रेणीर जो रहुची साहित्य कार्यपुस्तिका तार कार्यफल 10 हैला। कार्यफल 10 रो पढ़िबा कोन परब आमर गौरव हैला। एटा भल पद्यटिए परब आमर गौरव। तो चक गड़ी जाए अख गड़ी जाए गड़ी गड़ी जाए रथ। अच्छा रथ देखिथिबो रथरे चकटा तो तार देखिछ चक अख का कुआ जाए अख ता चकर मझिरे गोटे काठी माने गोटे लागि थाए हैला कि ସେଇଟାକୁ ଯୋଉଟାକି ଦୁଇଟା ଚକକୁ ଜଏଣ୍ଟ କରିଥାଏ ସେଇଟାକୁ ଅଖ କୁହାଯାଏ। ତାର ଯେଉଁ ମଝିରେ ଯେଉଁ କଣା ଥାଏ ତାକୁ ଅଖ କୁହାଯାଏ। ତାହେଲେ ଚକ ବି ଗଡ଼ିବା ସହିତ ସେଇଟା ବି ଗଡ଼େ ହେଲା। ତ ସେଇଟା କୁହାଯାଉଛି ଚକ ଗଡ଼ିଯାଏ ଅଖ ଗଡ଼ିଯାଏ ଗଡ଼ି ଗଡ଼ିଯାଏ ରଥ ରଥ ଗଡ଼ିଯାଏ। ରଥ ପରେ ବି ଯେ କାଳିଆ ବଳିଆ ମାନେ କ'ଣ ଆମର ଯେଉଁ ଜଗନ୍ନାଥ ଠାକୁର ମହାପ୍ରଭୁ ଜଗନ୍ନାଥ ଠାକୁର ତାଙ୍କୁ କାଳିଆ ବୋଲି ବି ଡକାଯାଏ। ଆଉ ତାଙ୍କ ବଡ଼ ଭାଇ ହେଲା ବଳଭଦ୍ର ତାଙ୍କୁ ବଳିଆ ବୋଲି କୁହାଯାଏ। ଆଉ ତାଙ୍କ ଭଉଣୀ କିଏ ସୁଭଦ୍ରା ହେଲା। ତ ସେଇ କଥା କୁହାଯାଇଛି ରଥ ପରେ ବିଜେ କାଳିଆ ବଳିଆ ଭଉଣୀ ସୁଭଦ୍ରା ମାତ ହେଲା। ମାତ ମାନେ ମା ସୁଭଦ୍ରା ହେଲା। ବରଷକେ ଥରେ ରାକ୍ଷୀ ପୁନେଇଁରେ ଭଉଣୀ ଭାଇର ହାତେ ରାକ୍ଷୀ ବାନ୍ଧି ଦେଇ ଆଶିଷ ମାଗଇ ସ୍ନେହ ଶ୍ରଦ୍ଧା କେତେ। ତ କ'ଣ କୁହାଯାଇଛି ଏଠି ବରଷକେ ଥରେ ରାକ୍ଷୀ ପୂର୍ଣ୍ଣିମାଟା କ'ଣ ବର୍ଷକୁ ଥରେ ଆସେ। ତ ସେଇ କଥା କୁହାଯାଇଛି ବରଷରେ ଥରେ ରାକ୍ଷୀ ପୁନେଇଁରେ ମାନେ ରାକ୍ଷୀ ପୂର୍ଣ୍ଣିମାରେ ହେଲା। ଭଉଣୀ ଭାଇର ହାତେ ତ ରାକ୍ଷୀ ପୂର୍ଣ୍ଣିମାରେ କ'ଣ କରାଯାଏ ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧିଥାଏ। ତ ସେଇ କଥା କୁହାଯାଇଛି ଭଉଣୀ ଭାଇର ହାତେ ମାନେ ହାତରେ ରାକ୍ଷୀ ବାନ୍ଧି ଦେଇ ଆଶିଷ ମାଗଇ ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧି ଦିଏ ଆଉ ଆଶୀର୍ବାଦ କରିବା ପାଇଁ କୁହେ। ଆଶିଷ ମାଗଇ ମାନେ ଆଶିଷ ମାନେ ଆଶୀର୍ବାଦ ହେଲା। ଆଶୀର୍ବାଦ ମାନେ ମାଗଇ ସ୍ନେହ ଶ୍ରଦ୍ଧା କେତେ କେତେ ସ୍ନେହ କେତେ ଶ୍ରଦ୍ଧା ଥାଏ ସେଥିରେ ହେଲା। ସେଇ କଥା କୁହାଯାଇଛି ଆମ ଗୌରବ ଆମରି କିରତି ଆସ ମନେ ପକାଇବା। ତ ଆମର ଏଇସବୁ ଗୌରବ ଏଇଗୁଡ଼ାକ ଯେଉଁ ସବୁ ଓଡ଼ିଶାର ଓଡ଼ିଆମାନଙ୍କର ଏଇଟା ସବୁ ଗୌରବ ହେଲା କି ଯେଉଁ ପର୍ବପର୍ବାଣି ସବୁ ରହିଲା ଏହା ବହୁତ ହେଉଛି ଗୌରବର ଜିନିଷ। ଆମ ଗୌରବ ଆମରି କିରତି ଆମର ଯେଉଁ ଗୌରବ ଅଛି ପୂର୍ବପୁରୁଷ କାଳରୁ ରହିଆସିଛି ସେଇ ଗୌରବ କଥା କୀର୍ତ୍ତି କଥା ଆସ ମନେ ପକାଇବା ଆସ। କ'ଣ ଗୌରବ ସେଇଟା ବି ସେ କହିଛନ୍ତି ଆକାମା ବଇ ପାନଗୁଆ ଖାଇ ଡଙ୍ଗାଟି ଭସାଇ ଦେବା। ତ ଆକାମା ବଇ ଏଠାରେ କେଉଁଠି ଆମେ କହିଥାଉ ଏଇଟା ହେଉଛି ଆମର ଯେଉଁ ଡଙ୍ଗା ଭସା ହେଲା କାର୍ତ୍ତିକ ପୂର୍ଣ୍ଣିମାରେ। ତ ଆଗରୁ ଥିଲା କ'ଣ କାର୍ତ୍ତିକ ପୂର୍ଣ୍ଣିମା ଦିନ ବା ସେଇ ସମୟରେ କ'ଣ ହୁଏ ନା ସାଧବ ପୁଅମାନେ ଆମ ଓଡ଼ିଶାର ଯେଉଁ ସାଧବ ପୁଅମାନେ ଥିଲେ ସେମାନେ ବେପାର କରିବା ପାଇଁ ବିଦେଶକୁ ଯାଉଥିଲେ ଡଙ୍ଗାରେ ହେଲା। ଜଳପଥରେ ଡଙ୍ଗା ବାହିକି ସେଦିନ ଯାଉଥିଲେ। ଆଉ ଯେତେବେଳେ ଯାଆନ୍ତି ସେଇ ହିସାବରେ ତାଙ୍କର ସେ ଇଏକୁ ମନେ ରଖିବା ପାଇଁ ବା ତାଙ୍କର ସେ ଯେଉଁ ସ୍ମୃତିକୁ ମନେ ରଖିବା ପାଇଁ ଆମର କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଯାଏ। ସେଠି କ'ଣ କୁହାଯାଏ ସେଠି ଡଙ୍ଗା ଭସିଲା ବେଳେ କୁହାଯାଇଥାଏ ଆକାମା ବଇ ଗୁଆପାନ ଖାଇ ଯେଉଁ ତାପରେ ଆଉ ସବୁ ଯେଉଁ ଅଛି ତାର ଏଇଟା କଥା ସେଇ କଥାଟା କୁହାଯାଇଛି। ଏଇଟା ସ୍ପେଶାଲି କୁହାଯାଇଛି କାର୍ତ୍ତିକ ପୂର୍ଣ୍ଣିମାରେ ସେ ଯେଉଁ ଡଙ୍ଗା ଭସା କଥାଟା ଆକାମା ବଇ ପାନ ଗୁଆ ଖାଇ ଡଙ୍ଗାଟି ଭସାଇ ଦେବା। ତ ଡଙ୍ଗା ଭସାଇଥିବ ତମେ କାର୍ତ୍ତିକ ପୂର୍ଣ୍ଣିମାରେ ଜାଣିଥିବ ହେଲା। ସେଇ କଥାଟି କୁହାଯାଇଛି ଡଙ୍ଗା ଭସା କଥା। 12 ମାସେ ଆମେ 13 ପର୍ବକୁ ପାଳିବା ଏକାଠି ହୋଇ। ତ ଆମର ଯେଉଁ 12 ମାସ ରହୁଛି 12 ମାସରେ ବହୁତ ଗୁଡ଼ିଏ ପର୍ବ ଅଛି। ତ 12 ମାସରେ କେତୋଟି 13ଟି ପର୍ବ ହେଲା। 12 ମାସେ ଆମେ 13 ପର୍ବକୁ ପାଳିବା ଏକାଠି ହୋଇ। ତ 12 ମାସରେ 13 ପର୍ବ ପଡ଼େ କୁହାଯାଏ ହେଲା କି ଏକାଠି ହୋଇକି ଆମେ ପାଳନ କରିବା। ମାନ ଅଭିମାନ ରାଗ ରୁଷା ଭୁଲି ଭେଟ ଘାଟ ନୂଆ ଖାଇ। ତ ରାଗ ଏଇ ଯେଉଁ ପର୍ବ ଆମେ ପାଳନ କରୁ ସେଇ ପର୍ବପର୍ବାଣିରେ ଆଉ ଆମର ଯେଉଁ ସମସ୍ତଙ୍କ ଭିତରେ ରାଗ ରୁଷା କିଛି କିଛି ଥାଏ ପରସ୍ପର ମଧ୍ୟରେ। ତ ସେଇ ମାନ ଅଭିମାନ ରାଗ ରୁଷା ଏଗୁଡ଼ା ସବୁ ଆମେ କ'ଣ ଭୁଲିକିରି କ'ଣ ପାଳନ କରାଯାଏ ନା ଭେଟ ଘାଟ ନୂଆଖାଇ ଯେଉଁ ଆମର ନୂଆଖାଇ ଭେଟ ଘାଟ ବୋଲି କୁହାଯାଏ। ନୂଆଖାଇ ପର୍ବରେ ସେଇଟା ସବୁ ମିଶିକିରି ରାଗ ରୁଷା ବୁଲିକିରି ପାଳନ କରାଯାଏ। ତ ବଢ଼ିଆ ବିଷୟଟି। ଆଚ୍ଛା ସେ ବିଷୟଟିର ଆମେ ପ୍ରଶ୍ନ ଉତ୍ତର କରିବା। ତ କ'ଣ ହେଇଛି ଥିବା ଗୀତଟି ପଢ଼ି ତଳ ଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଖାଲି ଘରେ ଲେଖିବା। କ ରଥରେ କେଉଁ କେଉଁ ଠାକୁର ବିଜେ କରନ୍ତି। କହିଥିଲେ ଏବେ ପୂର୍ବରୁ ରଥରେ ଆମର 3 ଠାକୁର କିଏ କିଏ ନା କାଳିଆ ବଳିଆ ଆଉ ମାତା ସୁଭଦ୍ରା ବିଜେ କରନ୍ତି। ଠିକ୍ ଅଛି। ତାହେଲେ ନେକ୍ସଟ ପ୍ରଶ୍ନଟି କହିବା
କେଉଁ ପର୍ବରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧେ? ଏଟା ବି ପଢ଼ିଛେ ଆମେ। ରାକ୍ଷୀ ରାକ୍ଷୀ ପୁନେଇରେ ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧେ। ଏଟା ହେବ ଉତ୍ତର ହେଲା। ତାପରଟା ତଳେ ଦିଆଯାଇଥିବା ବାକ୍ୟକୁ ପଢ଼ି ପ୍ରଶ୍ନ ତିଆରି କରିବା। ମାନେ ବାକ୍ୟଟାକୁ ପଢ଼ିବା, ପ୍ରଶ୍ନ ତିଆରି କରିବା। ଆମ ଓଡ଼ିଶାରେ 12 ମାସ ମଧ୍ୟରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ। ତାକୁ ପ୍ରଶ୍ନ କେମିତି ତିଆରି କରିବା? ଆମ ଓଡ଼ିଶାରେ କେତେ ପର୍ବପର୍ବାଣୀ ପାଳନ କରାଯାଏ ହେଲା। ସେମିତି ନେକ୍ସଟ ପ୍ରଶ୍ନଟା କ'ଣ ରହିଲା? ରଥଯାତ୍ରା ପୁରୀରେ ଅନୁଷ୍ଠିତ ହୁଏ। ତ ଏଇ ଜିନିଷଟା ତାର କ୍ୱେଶ୍ଚିନ୍ କ'ଣ କରିବା? ପ୍ରଶ୍ନରେ ତାକୁ ତିଆରି କରିବା। ରଥଯାତ୍ରା କେଉଁଠାରେ ଅନୁଷ୍ଠିତ ହୁଏ ହେଲା। ଏଠି হয় ନୁହଁ ହୁଏ। ଆଚ୍ଛା, ଏଟା ତ ସରିଗଲା କାର୍ଯ୍ୟପୁସ୍ତିକା 10। ଏବେ କାର୍ଯ୍ୟଫର୍ଦ୍ଦ 11 ଆମେ ପଢ଼ିବା ହେଲା। କାର୍ଯ୍ୟଫର୍ଦ୍ଦ 11ରେ କ'ଣ? ଆସ ବିଷୟଟି ଟିକେ ପଢ଼ିଦେବା। ଆମ ରାଜ୍ୟ ଓଡ଼ିଶାର ପଶ୍ଚିମ ଅଞ୍ଚଳରେ ନୂଆଖାଇ ପର୍ବ ବେଶ ଧୁମଧାମରେ ପାଳନ କରାଯାଏ। କି ଧନୀ କି ଗରିବ ସମସ୍ତେ ଏହି ପର୍ବ ପାଳନ କରନ୍ତି। ଝିଅ ବୋହୂମାନେ ଘରଦ୍ୱାର ସଜାଡ଼ନ୍ତି। ଘରର ମୁଖିଆ ନୂଆ ଲୁଗା ପିନ୍ଧନ୍ତି ଓ ସେ ପୂଜା ପାଠ କରନ୍ତି। ସେଦିନ ଆମ ଘରେ ଖାଇବା ପାଇଁ ମୋ ସାଙ୍ଗ ଚିନୁକୁ ଡାକିଲି, କିନ୍ତୁ ଜ୍ୱର ହେତୁ ସେ ଆସିପାରିଲା ନାହିଁ। ମୁଁ ବାପାଙ୍କ ସହ ତାଙ୍କ ଘରକୁ ଗଲି, ତାର ସେବା ଶୁଶ୍ରୂଷା କଲି। ଯାହା ହେଲେ ତ ସେ ମୋର ବନ୍ଧୁ। ସୁଖ ଦୁଃଖରେ ସହାନୁଭୂତି ଦେଖାଇବା ପ୍ରକୃତ ବନ୍ଧୁର କର୍ତ୍ତବ୍ୟ। ତାହେଲେ ଏଟା ହେଲା ଭଲ ଛୋଟିଆ ଅନୁଚ୍ଛେଦଟି। ତାର ଆମେ ଉତ୍ତର କରିବା। କ'ଣ? ପ୍ରଶ୍ନ ଉତ୍ତର। ବାକ୍ୟ ଗୁଡ଼ିକରେ ଥିବା କ୍ରିୟାପଦକୁ ପାଖରେ ଥିବା ଖାଲି ଘରେ ଲେଖିବା। କ'ଣ ବାକ୍ୟ ଅଛି? ତାର କ୍ରିୟାପଦ ଆମେ ଖାଲି ଘରେ ଲେଖିବା। ଝିଅ ବୋହୂମାନେ ଘରଦ୍ୱାର ସଜାଡ଼ନ୍ତି। ଏଠି କ୍ରିୟାପଦ କ'ଣ? କ୍ରିୟାପଦ ମାନେ କାମ ଯେଉଁଟା କରାହେଇଛି। ଝିଅ ବୋହୂ ମାନେ ଏଠି କେଉଁ କାମଟା କେଉଁଟା? ଝିଅ ବୋହୂ ତ ଏଟା କାମ ନୁହଁ, ଘରଦ୍ୱାର ତ କାମ ନୁହଁ। ସଜାଡ଼ନ୍ତି କ୍ରିୟାପଦ ମାନେ ଯେଉଁଟା କାମବାଲା କାମ ଯେଉଁଟା କରାହେଇଛି, ତାର ସଜାଡ଼ିବାଟା ହେଲା କ୍ରିୟାପଦ। ତାହେଲେ ଏଠି ଲେଖିବା ସଜାଡ଼ନ୍ତି। ସେମିତି ରାମ ଘର ଓଳାଏ। ରାମ ତ ନୁହଁ, ଘର ତ ନୁହଁ, ଓଳେଇବାଟା ହେଲା କ୍ରିୟାପଦ। ତେଣୁ ଏଠି ଓଳାଏ ଲେଖାଯାଏ। ସେମିତି ନେକ୍ସଟ ଆସିଲା ଗଟା। ଘରର ମୁଖିଆ ନୂଆ ଲୁଗା ପିନ୍ଧନ୍ତି। ଏଠି ନୂଆ ଲୁଗା ବି ନୁହଁ, ଏଠି ପିନ୍ଧନ୍ତି। ଏଟା ଗୋଟେ କାମ। ପିନ୍ଧନ୍ତିଟାକୁ ଲେଖିବା। ମା ରୋଷେଇ କରନ୍ତି। ତାହେଲେ କ'ଣ? କରନ୍ତି, ରୋଷେଇ କରନ୍ତି ଏଇଟା ରହିବ ହେଲା। ଖାଲି କରନ୍ତି ନୁହଁ, ରୋଷେଇ କରନ୍ତି ଏଇଟା ହେବ ଟୋଟାଲ କ୍ରିୟାପଦ ବା କରନ୍ତିଟା ହେଲା। ବାକ୍ୟରେ ବ୍ୟବହୃତ କର୍ତ୍ତାପଦକୁ ଖାଲି ଘରେ ଲେଖିବା। ଠିକ୍ ଅଛି। ତାହେଲେ ଯେଉଁଟା କର୍ତ୍ତାପଦ ମାନେ ଯିଏ କରିଥାଏ, ଯିଏ କରିଥାଏ। ପୂର୍ବଟା କ'ଣ ପଡ଼ିଲେ? ଯେଉଁଟା ଯେଉଁ ଯାହା କରାହୁଏ। ଆଉ ଏଟା କ'ଣ ନା ଯିଏ କରିଥାଏ। ଏଠାରେ ସେମିତି କିଏ ଯିଏ କରିଛି ସେଟାକୁ ଲେଖିବା। ମୁଁ ବାପାଙ୍କ ସହ ତାଙ୍କ ଘରକୁ ଗଲି। କିଏ ଗଲା? ମୁଁ ଗଲି। ତେଣୁ ମୁଁଟା ହେଲା କର୍ତ୍ତା। ପଣ୍ଡିତେ ପୁରାଣ ପଢ଼ୁଛନ୍ତି। ତାହେଲେ ଏଠି କିଏ ପଢ଼ୁଛନ୍ତି? ମେନ୍ କାମଟା କିଏ କରୁଛନ୍ତି? ନା ପଣ୍ଡିତେ। ତାଙ୍କର ପଣ୍ଡିତେ ଏଠି ଲେଖିଲେ। ତାପରେ ଗଟା ଆସିଗଲା ଆମର କ'ଣ? ଘରର ମୁଖିଆ ପୂଜା ପାଠ କରନ୍ତି। ଏଠି କିଏ ପୂଜା ପାଠ କରନ୍ତି? ମେନ୍ କାମ କରୁଛନ୍ତି କିଏ ଏଠି? ତାହେଲେ ମୁଖିଆ, ଘରର ମୁଖିଆ। ତାହେଲେ ଏଠି ଘରର ମୁଖିଆ ହେଲେ କର୍ତ୍ତା। ନେକ୍ସଟ ଏଠି କିଏ ରହିଲେ କର୍ତ୍ତା ଦେଖିବା। ଶିକ୍ଷକ ବ୍ୟାକରଣ ପଢ଼ନ୍ତି। କିଏ ପଢ଼ନ୍ତି? ନା ଶିକ୍ଷକ। ଶିକ୍ଷକ ହେଲେ କର୍ତ୍ତା। ସେମିତି ତାପରଟା ଦେଖିବା। ବାକ୍ୟରେ ଥିବା ସର୍ବନାମ ପଦଟି ଲେଖିବା। ସର୍ବନାମ ପଦଟି ଦେଖ। ଘରର ମୁଖିଆ ନୂଆ ଲୁଗା ପିନ୍ଧନ୍ତି ଓ ସେ ପୂଜା ପାଠ କରନ୍ତି। ସର୍ବନାମ ମାନେ କ'ଣ? ସର୍ବନାମ ମାନେ ଯିଏ କରନ୍ତି ଆଉ ସିଏ ଏକ୍ସଟ୍ରା କାମ ଯାହା ସବୁ ତାଙ୍କ ବିଷୟରେ ତାଙ୍କୁ ବୋଲି କୁହାଯାଇଥାଏ। ତାହେଲେ ସର୍ବନାମଟି ହେଲା ମୁଖିଆ ବଦଳରେ କ'ଣ କରାହେଇଛି? ସେ, ସେଇଟା ହେଲା ସର୍ବନାମ। ସେ ଏଠି ଲେଖିଲେ। ରାଜୁ ଭଲ ପଢ଼େ। ତାକୁ ସମସ୍ତେ ଭଲ ପାଆନ୍ତି। ରାଜୁ ଭଲ ପଢ଼େ ବୋଲି କୁହାଗଲା। ଆଉ ଏଠି ଆଉ ଥରେ ରାଜୁ ନ କହିକି ତାକୁ ବୋଲି ଲେଖା ହେଲା। ତେଣୁ ତାକୁ ଅର୍ଥ ରାଜୁକୁ ହିଁ ବୁଝେଇଲା। ତେଣୁ ତାକୁଟା ହେଲା ସର୍ବନାମ। ବୁଝିହେଲା। ନେକ୍ସଟ ଏଇଠି ଦେଖ। ତଳେ ଦିଆଯାଇଥିବା ଉଦାହରଣକୁ ଦେଖି ପାଖରେ ଥିବା କୋଠରୀରେ ଲେଖିବା। ତ ଉଦାହରଣ ଦେଖି ଲେଖିବା। ଉଦାହରଣଟା କ'ଣ? ଯେପରି ମୁଁ ବହି ପଢ଼ୁଛି, ସେହିପରି ମୁଁ ବହି ପଢ଼ୁଛି ହେଲା କ'ଣ? ସେମିତି ଏଇଠି ପିଲାମାନେ ବହି କ'ଣ ପଢ଼ୁଛନ୍ତି। ସେମିତି ତୁମେମାନେ ବହି ପଢ଼ୁଛ। ଆଉ ଏଠି ପଢ଼ୁଛନ୍ତି ହେବନି ହେଲା। ସେମିତି ପଢ଼ୁଛ ହେବ। ସେମାନେ ବହି ପଢ଼ୁଛନ୍ତି ଏଇଟା ହେବ। ତାହେଲେ ଏଇଟା ଏହାର ପ୍ରଶ୍ନ ଉତ୍ତର ସରିଲା। ନେକ୍ସଟ ଷ୍ଟେପ୍, ଚ୍ୟାନେଲଟିକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦିଅ। ପଞ୍ଚମ ଶ୍ରେଣୀ ଆଉ ଅନ୍ୟ ସବୁ କ୍ଲାସ୍ର ବି ଏଇଥିରେ ଆମେ ସବୁ ପ୍ରକାର ପ୍ରଶ୍ନ ଉତ୍ତର କରିବା।